ସୋମନାଥ ବ୍ରତ କଥା ଚାଲନ୍ତୁ ସାଙ୍ଗମାନେ ଆରମ୍ଭ କରିବା। ଏକ ଦିନେ କୈଳାସ ଶିଖରରେ ଈଶ୍ୱର ପାର୍ବତୀଙ୍କୁ ସଙ୍ଗରେ ଘେନି ଆନନ୍ଦରେ ବିହାର କରୁଛନ୍ତି। ସେ ସ୍ଥାନରେ 33 କୋଟି ଦେବତା ବସିଛନ୍ତି। ଏମନ୍ତ ସମୟରେ ମାତା ପାର୍ବତୀ ପଚାରିଲେ, ହେ ସ୍ୱାମୀ, କେଉଁ ବ୍ରତ ପାଳନ କରିଲେ ତୁମ ମନରେ ସନ୍ତୋଷ ଲାଭ ହୁଏ? ସେହି ବ୍ରତ କଥା କହିବା ହୁଅନ୍ତୁ। ମୁଁ ସେ ବ୍ରତ ପାଳନ କରିବି। ଏହା ଶୁଣି ଈଶ୍ୱର ହସିଦେଇ କହିଲେ, ଭୋ ଦେବୀ ପାର୍ବତୀ, ମୁଁ କହୁଅଛି ଶୁଣ। ଆମ୍ଭର ସୋମନାଥ ବ୍ରତ ବୋଲି ଗୋଟିଏ ବ୍ରତ ଅଛି। ତୁମେ ସେହି ବ୍ରତ କର। ପାର୍ବତୀ ପଚାରିଲେ, ସ୍ୱାମୀ, ସେ ବ୍ରତ କରିଲେ କି ଫଳ ମିଳେ? ଈଶ୍ୱର କହିଲେ, ପ୍ରିୟେ, କହୁଅଛି ଶୁଣ। ପୂର୍ବ କାଳରେ ମାଳବ ଦେଶରେ ବୀର ବିକ୍ରମ ପାଟଳୀ ବୋଲି ଜଣେ ରାଜା ଥିଲେ। ସେହି ରାଜ୍ୟକୁ ଆମ୍ଭର 60 ଜଣ କପତି ଗଲେ। ସେ ରାଜ୍ୟର ଲୋକମାନେ ସୋମନାଥ ବ୍ରତ କରୁଅଛନ୍ତି। କପତିମାନେ ରାଜାଙ୍କ ସିଂହଦ୍ୱାରରେ ପ୍ରବେଶ କଲେ। ଦ୍ୱାରପାଳଙ୍କୁ କହିଲେ, ଆମେ ଯାଇ ରାଜାଙ୍କୁ ଭେଟିବୁ। ଦ୍ୱାରପାଳଙ୍କୁ ଯାଇ ରାଜାଙ୍କୁ କହିଲା, ଶ୍ରୀ ସୋମନାଥଙ୍କର 60 ଜଣ କପତି ଆସିଛନ୍ତି। ଦ୍ୱାରପାଳ ମୁଖରୁ ବଚନ ଶୁଣି ରାଜା ସନ୍ତୋଷ ହେଲେ। ରାଜା କହିଲେ, ତାଙ୍କୁ ଘେନି ଆସ। ଦ୍ୱାରପାଳ ଯାଇ କହିଲା, ହେ କପତିମାନେ, ଭିତରକୁ ଆସ। ଏ ବଚନ ଶୁଣି କପତିମାନେ ରାଜାଙ୍କ ଛାମୁକୁ ଗଲେ। ରାଜା କପତିମାନେ ଅର୍ଘ୍ୟ ଦେଇ ପୂଜା କରିଲେ। କପତିମାନେ ରାଜାଙ୍କୁ ପ୍ରସାଦ ଦେଲେ। ରାଜା କପତିମାନଙ୍କୁ ପଚାରିଲେ, ହେ କପତିମାନେ, କାହିଁକି ଏଠାକୁ ଆସିବା ହେଲ? ଏହା କହିବା ହେଉ। କପତିମାନେ କହିଲେ, ଆମ୍ଭେ ପଶ୍ଚିମ ସୋମନାଥଙ୍କ କପତି। ତୁମର କୀର୍ତ୍ତି ଶୁଣି ଏଠାକୁ ଆସିଲୁ। ଏହା ଶୁଣି ରାଜା ବଡ଼ ସନ୍ତୋଷ ହେଲେ। ହେ କପତିମାନେ, ମୋର ବଡ଼ ଭାଗ୍ୟ। ତୁମେମାନେ ମୋ ପୁରରେ ରହି ଭୋଜନ କରିବ। ଏଣୁ ରାଜା ରାନ୍ଧୁଣିଆମାନଙ୍କୁ ଡକାଇ କହିଲେ, ହେ ସୁପକାରମାନେ, ଆଜି ମୋର ବଡ଼ ଭାଗ୍ୟ। ସୋମନାଥଙ୍କଠାରୁ 60 ଜଣ କପତି ଆସିଛନ୍ତି। ସେମାନେ ଭୋଜନ କରିବେ। ଏହା ଶୁଣି ସୁପକାରମାନେ ଯାଇ ଷୋଡ଼ରସ ପାକ ନିର୍ବାହ କରିବେ। ରାଜାଙ୍କୁ ଯାଇ ପଚାରିଲେ, ଭୋ ଦେବ, ପାକ ସାରି ଆସିଲୁ। ବହୁତ ଉଛୋର ହେଲାଣି। ଏହା ଶୁଣି ରାଜା କପତିମାନଙ୍କୁ ଜଣାଇଲେ। ସେମାନେ ସ୍ନାନ ଓ ନିତ୍ୟକର୍ମ ଶେଷ କରି ଭୋଜନ ମନ୍ଦିରରେ ପ୍ରବେଶିଲେ। ରାଜା କପତିମାନଙ୍କୁ ଆସନ ଦେଇ ବସାଇଲେ। ରାଜା ବସିଲେ। ପତ୍ର ପକାଇଲେ। ସୁବର୍ଣ୍ଣ ଝରିରେ ଜଳ ଦେଲେ। ଅନ୍ନ ପରସିଲେ। ନାନା ଭୋଜନ ଦେଲେ। ଘୃତ ଦେଲେ। କ୍ଷୀର ପିଠା ଦେଲେ। ଲଡ଼ୁ ଛେନା ଦେଲେ। କପତିମାନେ ଭୋଜନ ସାରି କହିଲେ, ଆମେ ସନ୍ତୋଷ ହେଲୁ। କପତିମାନେ କହିଲେ, ହେ ରାଜା, ତୁମ୍ଭେ ଆମର ସୋମନାଥ ବ୍ରତ କର। ପୁତ୍ର ପୁତ୍ରୀ ଅନେକ ସମ୍ପଦ ପାଇବ। ରାଜା ହରଷ ହୋଇ ବୋଇଲେ, ହେ କପତିମାନେ, ସେ ବ୍ରତର ବିଧାନ ଆମକୁ କହିବା ହେଉ। କପତିମାନେ କହିଲେ, ହେ ରାଜା, ଶୁଣ। ଆଶ୍ୱିନ ମାସ ଶୁକ୍ଳ ଦଶମୀ ଦିନ ଏ ବ୍ରତ କରିବ। ପ୍ରାତଃକାଳରୁ ସ୍ନାନ ଶୌଚ ହୋଇ 10 ମଞ୍ଜି ହଳଦୀ କରିବ। 10 ଖଣ୍ଡ ଅପମା ରଙ୍ଗ ଦାନ୍ତ କାଠି କରିବ। 10 ଥର ଦାନ୍ତ ଘଷିବ। ହଳଦୀ 10 ଥର ଦେହରେ ମାରି ହୋଇ 10 ଥର ସ୍ନାନ କରିବ। ଶୁକ୍ଳ ବସ୍ତ୍ର ପିନ୍ଧିବ। 10 ବନ୍ୟ ଫୁଲ ସଂଗ୍ରହ କରିବ। 10 ବନ୍ୟର ଫଳ ସଂଗ୍ରହ କରି ଏକତ୍ର କରିବ। 10 ଗୋଟି ଶୁକ୍ଳ ଉଆ ଚାଉଳ କରିବ। 10 ଗୋଟି ଦୁବ ସଂଗ୍ରହ କରିବ। 10 ଖିଆ ସୂତା କରିବ। ବ୍ରତରେ 10 ଗଣ୍ଠି ପକାଇବ। ମୃତ୍ତିକାରେ ଲିଙ୍ଗ ପ୍ରସ୍ତୁତି କରିବ। ରୁଦ୍ରମଣ୍ଡଳ କାଟି ତାହା ମଧ୍ୟରେ ଲିଙ୍ଗ ସ୍ଥାପନ କରିବ। 10 ଗୋଟି କଖାରୁ ଫୁଲରେ ପୂଜା କରିବ। 10 ବନ୍ୟ ପୁର ଦେଇ 10 ଗୋଟି ପିଠା କରି ପୂଜା କରିବ। ବ୍ରାହ୍ମଣଙ୍କ ଠାରୁ
ସୋମନାଥ ବ୍ରତ କଥା ଶୁଣିବ। କଥା ଶୁଣି ସାରି ଦୁର୍ବାକ୍ଷକୁ ଚଢ଼ାଇବ। ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବ। ଏହି ବିଧି ଅନୁସାରେ ବ୍ରତ କରିଲେ ମନ ଇଚ୍ଛା ମୁତାବକ ଫଳ ପାଇବ। ରାଜା ଏ ବଚନ ଶୁଣି କହିଲେ, ହେ କପତିମାନେ, ଏ ବ୍ରତ ମୋ ମନକୁ ନ ପାଇଲା। ତ୍ରିଲୋକଙ୍କର ରାଜା ଭଲ ବ୍ରତ କଲା ବୋଲି ଲୋକେ ଉପହାସ କରିବେ। ରାଜାଙ୍କ କଥା ଶୁଣି କପତିମାନେ କହିଲେ, ହେ ରାଜା, ଏକଥା ଶୁଣି ଆମ ମନରେ କଷ୍ଟ ହେଲା। ତୁମେ ସୋମନାଥ ବ୍ରତକୁ ନିନ୍ଦା କଲ, ଏଣୁ କରି ତୁମ ଦେହରେ କୁଷ୍ଠ ରୋଗ ହେଉ। କପତିମାନେ ଏହିପରି ଅଭିଶାପ ଦେଇ ବାହାରି ଗଲେ। ସେହି କ୍ଷଣି ରାଜାଙ୍କ ଦେହରେ କୁଷ୍ଠ ରୋଗ ହୋଇଗଲା। କରଚରଣ ଖଣ୍ଡିଆ ହୋଇଲା। ରାଜା ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ରାଣୀଙ୍କୁ ପୂର୍ବ ଘଟଣା ବୃତ୍ତାନ୍ତ ଗୁଡ଼ିକୁ କହିଲେ। ତହୁ ରାଣୀ କହିଲେ, ତୁମେ ଶ୍ରୀ ସୋମନାଥଙ୍କୁ ନିନ୍ଦିବାରୁ ତୁମକୁ ଏହା ହେଲା। ତୁମେ ଶ୍ରୀ ସୋମନାଥଙ୍କୁ ଦର୍ଶନ କରିବାକୁ ଯାଅ, ତୁମର ଏହି ରୋଗ ଭଲ ହୋଇଯିବ। ଏହା ଶୁଣି ରାଣୀ କହିଲେ, ମୁଁ ପତିବ୍ରତା, ମୁଁ କାହାକୁ ସେବିବି? ରାଜା କହିଲେ, ତୁମେ ଆମ କଠଉକୁ ପୂଜା କରିବ। ଏହା କହି ରାଜା ସୋମନାଥଙ୍କ ଦର୍ଶନରେ ଚାଲିଗଲେ। ରାଣୀ କଠଉ ପୂଜା କରି ରହିଲେ। ରାଜା ସମସ୍ତଙ୍କୁ ପ୍ରବୋଧନା ଦେଇ ନଅରରୁ ବାହାରି ଗଲେ। ରାଣୀଙ୍କୁ କହିଗଲେ, ଆମେ ସୋମନାଥଙ୍କୁ ଦର୍ଶନ କରିବାକୁ ଯାଉଅଛୁ। ସେ ପଶ୍ଚିମ ସୋମନାଥ କପତିମାନଙ୍କୁ ଭେଟିଲେ। ଶ୍ରୀ ସୋମନାଥଙ୍କୁ ସ୍ତୁତି କରି ସ୍ତବ ପାଠ କଲେ। ବୀର ବିକ୍ରମ ପଟଳି ରାଜାଙ୍କର ଆତୁର ସହି ନ ପାରି କପତିମାନେ ଶ୍ରୀ ସୋମନାଥଙ୍କୁ କହିଲେ, ହେ ପ୍ରଭୁ, ବୀର ବିକ୍ରମ ରାଜା ତାହାର ରାଜ୍ୟ ଛାଡ଼ି ତୁମକୁ ଦର୍ଶନ କରିବାକୁ ଆସିଛନ୍ତି। ଶ୍ରୀ ସୋମନାଥ କହିଲେ, ତାଙ୍କୁ ଛାଡ଼ି ନ ଦେଇ ଦ୍ୱାର ଦେଶରେ ଅଟକାଇ ରଖ। କପତିମାନେ ଯାଇ କହିଲେ, ହେ ରାଜା, ପ୍ରଭୁଙ୍କର ଆଜ୍ଞା ନାହିଁ। ତାଙ୍କ ଆଜ୍ଞା ହେଲେ ଆସିବ। ଏହି ମଣ୍ଡପରେ ଥାଅ। ରାଜା ସୋମନାଥଙ୍କ ଆଜ୍ଞାକୁ ଅପେକ୍ଷା କରି ବହୁଦିନ ସେ ସେହି ମତି ବସି ରହିଲେ। ତେଣେ ରାଜ୍ୟ ହତଲକ୍ଷ୍ମୀ ହେଲା। ରାଜ୍ୟ ହତଶିରୀ ହୋଇଗଲା। ରାଜାଙ୍କ ପୁତ୍ର ଭିକ୍ଷା ମାଗି ଆଣିଲେ ରାଣୀ ରୋଷେଇ କରନ୍ତି। ଏହିପରି ଭାବେ କେତେଦିନ ଗଲା। ଦିନେ ରାଜା ପୁଅ ଗୋଟିଏ ଗ୍ରାମକୁ ଭିକ୍ଷା ମାଗିବାକୁ ଯାଇଥାଏ। ସେ ଗ୍ରାମର ପାତ୍ର ମନ୍ତ୍ରୀ ପଚାରିଲେ, ତୁମେ ତ ବିକ୍ରମ ରାଜାଙ୍କର ପୁଅ, ଭିକ୍ଷା ମାଗୁଛ କାହିଁକି? ଏହା ଶୁଣି ରାଜକୁମାର ତାଙ୍କୁ କହିଲେ, ଆମ୍ଭେ ରାଜା ସୋମନାଥଙ୍କ ବ୍ରତ ନିନ୍ଦା କରିବାରୁ ତାଙ୍କ ହାତ ଗୋଡ଼ ଖଣ୍ଡିଆ ହୋଇ ହତଲକ୍ଷ୍ମୀ ହେଲେ। ତେଣୁ ମୁଁ ଭିକ୍ଷା କରୁଛି। ପାତ୍ରମନ୍ତ୍ରୀମାନେ ରାଣୀଙ୍କୁ ରାଜ୍ୟରୁ ଘଉଡ଼ାଇ ଦେଲେ। ସେ ରାଜ୍ୟ ପାତ୍ର ରାଜା ହେଲା। ରାଣୀ ଦୁଇ ଗୋଟି ପୋଇଲି ଧରି ବ୍ରାହ୍ମଣ ଶାସନରେ ରହିଲେ। ଏକଦିନେ ସୋମନାଥଙ୍କ କପତିମାନେ ପୁଣି ସେହି ବ୍ରାହ୍ମଣ ଶାସନକୁ ଗଲେ। ବ୍ରାହ୍ମଣମାନେ ଶ୍ରୀ ସୋମନାଥଙ୍କ କପତିକୁ ଦେଖି ପୂଜା କରିଲେ। କପତିମାନେ କହିଲେ, ତୁମେମାନେ ସୋମନାଥ ବ୍ରତ କର। ଏହି ବ୍ରତ କଲେ ଧନଜନ ଗୋପଲକ୍ଷ୍ମୀ ପ୍ରାପ୍ତ ହେବ। ବ୍ରାହ୍ମଣମାନେ କହିଲେ, ସେ ବ୍ରତର ବିଧାନ ବୁଝାଇ କୁହନ୍ତୁ। କପତିମାନେ କହିଲେ, ସେ ବ୍ରତର ବିଧାନ ଶୁଣ। ଆଶ୍ୱିନ ମାସ ଶୁକ୍ଳ ଦଶମୀ ତିଥିରେ ଏହି ବ୍ରତ କରିବ। ପ୍ରାତଃକାଳରୁ ସ୍ନାନ କରିବ। 10 ମେଞ୍ଚା ହଳଦୀ ବାଟି ରଖିବ। 10 ଗୋଟି ଅପମାରଙ୍ଗ ଦାନ୍ତକାଠି କରିବ। 10 ମେଞ୍ଚି ହଳଦୀ ଲଗାଇ 10 ଥର ସ୍ନାନ କରିବ। 10 ଥର ଦାନ୍ତ ଘଷିବ ଏବଂ 10 ଥର ସ୍ନାନ କରି ଶୁକ୍ଳ ବସ୍ତ୍ର ପିନ୍ଧିବ। 10 ବର୍ଣ୍ଣର ଫୁଲ କରିବ। 10 ବର୍ଣ୍ଣର ଫଳ କରିବ। ଦୁବଳସ ନାଡ଼ କରିବ। 10 ଗୋଟି ଶୁକ୍ଳ ଉଆ ଚାଉଳ କରିବ। 10 ଖିଅ ସୂତା କରିବ। ବ୍ରତରେ 10 ଗୋଟି ପକାଇବ। 10 ବର୍ଣ୍ଣର ପୁର ଦେଇ 10 ଗୋଟି ପିଠା କରିବ। 10 ଗୋଟି କଖାରୁ ଫୁଲରେ ସୋମନାଥଙ୍କୁ ପୂଜା କରିବ।
ଓ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବ। ଏହା ଶୁଣି ବ୍ରାହ୍ମଣମାନେ ହରଷ ହୋଇ ବ୍ରତ କରିଲେ। ଏମନ୍ତ ସମୟେ ରାଣୀଙ୍କର ପଇଲି ଦେଖି ରାଣୀଙ୍କୁ କହିଲେ। ରାଣୀ କହିଲେ, ମୁଁ ସୂତା କାଟୁଛି, ତୁ ପାଣି ବୋହି ଆମ୍ଭେ ବ୍ରତ କରିବା। ପଇଲି କହିଲା, ଆମ୍ଭେ ବ୍ରାହ୍ମଣମାନଙ୍କ ଠାରୁ ବ୍ରତ ମାଗି ଆଣିବା। ପଇଲି ଯାଇ ବ୍ରାହ୍ମଣୀଙ୍କୁ ବ୍ରତ ମାଗିଲା। ବ୍ରାହ୍ମଣୀମାନେ ବ୍ରତ ଦେଲେ। ରାଣୀ ବିଧି ଅନୁସାରେ ବ୍ରତ କଲେ। ବ୍ରତ କରିବାରୁ ସୋମନାଥଙ୍କର ଦୟା ହେଲା। କେତେ ଦିନ ପରେ ରାଜାଙ୍କର ଗୋଡ଼ ଭଲ ହେଲା। ରାଜା ଶ୍ରୀ ସୋମନାଥଙ୍କୁ ଦର୍ଶନ କରିଲେ। କପତିମାନେ କହିଲେ, ହେ ରାଜା, ତୁମ୍ଭେ ସୋମନାଥ ବ୍ରତକୁ ଅପମାନିତ କରିବାରୁ ତୁମର ଏପରି ଦଶା ହେଲା। ତୁମ ରାଣୀ ଏହି ବ୍ରତ କରିବାରୁ ସୋମନାଥ ପ୍ରଭୁଙ୍କ ଦୟା ହେଲା। ତୁମେ ଏବେ ରାଜ୍ୟକୁ ଯାଅ। ରାଜା କହିଲେ, ତୁମ ବଚନ ନାସ୍ତି କରିବାରୁ ମୁଁ କଷ୍ଟ ପାଇଲି। ରାଜା ରାଜ୍ୟକୁ ଗଲେ। ଦେଖିଲେ ରାଜଉଆସରେ ରାଣୀ ନାହାନ୍ତି। ଲୋକ ପଠାଇ ବ୍ରାହ୍ମଣ ଶାସନରୁ ରାଣୀଙ୍କୁ ଆଣିଲେ। ରାଣୀ ସକଳ କଥା ରାଜାଙ୍କୁ କହିବାରୁ ରାଜା ଗାତ ଖୋଳି ପାତ୍ରର ବଂଶକୁ ପୋତି ପକାଇଲେ। ରାଜା ରାଣୀ ପୁତ୍ର ପୈତ୍ରୀ ଧରି ସୁଖରେ ରହିଲେ। ନାରୀମାନେ ବିଧି ଅନୁସାରେ ଏ ବ୍ରତ କଲେ ଧନଧାନ୍ୟ ପୁତ୍ର ପୈତ୍ରୀ ଘର କରନ୍ତି। ଅନ୍ତେ ସଦଗତି ଲଭନ୍ତି। ଆହେ ସୁଧୀଜନମାନେ ନ ଘେନିବ ଦୋଷ। ଅଧମ ନରେନ୍ଦ୍ରେ କୃପାକର ସୋମନାଥ। ସାଙ୍ଗମାନେ, ଆମ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଲା ତେବେ ଆମ ଭିଡ଼ିଓକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍, ସେୟାର କରିଦିଅନ୍ତୁ। କମେଣ୍ଟ ମାଧ୍ୟମରେ ଜୟ ଶ୍ରୀ ସୋମନାଥ ଲେଖିଦିଅନ୍ତୁ। ରହୁଛି, ନମସ୍କାର।